ତୋ ଭଳି ମୁଁ ଗୋଟେ ଦିନ ମଜୁରିଆ ଥିଲି। ସଂସାର କହିଲେ ମୁଁ, ମୋ ସ୍ତ୍ରୀ ଆଉ ମୋର 10 ବର୍ଷର ଗୋଟେ ଝିଅଟିଏ। ମୁଣ୍ଡ ଝାଳ ତୁଣ୍ଡରେ ମାରି କିଛି ଟଙ୍କା ବ୍ୟାଙ୍କରେ ଜମା କରି ରଖିଥିଲି। ଝିଅଟିକୁ ପାଠ ପଢ଼େଇ ଗୋଟେ ମାଷ୍ଟରାଣୀ କରିବୁ ବୋଲି ମୋ ସ୍ତ୍ରୀର ମୋର ଗୋଟେ ସ୍ୱପ୍ନ ରଖି ଆସିଥିଲୁ ପିଲାଦିନୁ। ଝିଅର ପାଠ ପଢ଼ାରେ କିଛି ଟଙ୍କା ଖର୍ଚ୍ଚ ହେବ ବୋଲି ଦିନେ ମୋ ସ୍ତ୍ରୀର ମୋର ବ୍ୟାଙ୍କକୁ ଯାଇଥିଲୁ। ଟଙ୍କା ଧରି ଫେରିଲା ବେଳେ ତୁମ ଗାଁର କିଛି ଯୁବକମାନେ ମୋତେ ଆଉ ମୋ ସ୍ତ୍ରୀକି ମାରି ଟଙ୍କା ଛଡ଼େଇ ନେଇ ଏଇ ପୋଲ ତଳେ ପୋତି ଦେଲେ। ସେଇ ଦିନଠୁ ମୋ ଆଶା ଆଉ ମୋ ସ୍ୱପ୍ନ ଏଇ ପୋଲ ତଳେ ରହିଗଲା। କପାଳିଆ, ତତେ ମୁଁ ଛାଡ଼ିଦେଲି। ମୋ ସ୍ୱପ୍ନ ଆଉ ମୋ କାହାଣୀ ତତେ ଦେଇଦେଲି। ମୁଁ ହେଉଛି ଗୋପାଳିଆ, ମୋ ବାପାଙ୍କ ଜଣେ ସାଙ୍ଗ ହେବି। ତୁମ ନାଁ ତିତିଲି ନା? ଆଜିକୁ ପ୍ରାୟ 5 ବର୍ଷ ତଳେ ଗୁଣ୍ଡାମାନେ ତୁମ ବାପା ବୋଉକୁ ମାରି ପଇସା ନେଇଯାଇଥିଲେ। ତୁମେ ସେଇ ତାଙ୍କରି ଝିଅଟି? ହଁ, ମୋ ନାଁ ତିତିଲି। ମୋ ବାପା ବୋଉ ଆଉ ଆସୁନାହାନ୍ତି। ଲୋକ କହୁଥିଲେ ମୋ ବାପା ମାଆକୁ ଗୁଣ୍ଡାମାନେ ମାରି ପଇସା ନେଇଗଲେ ତାଙ୍କଠୁ। ତୁମେ ମୋ ସାଥିରେ ମୋ ଘରକୁ ଯିବ? କାହିଁକି ଅଙ୍କଲ, ମୁଁ ତମ ଘରକୁ ଯିବି? ମୋ ଘରେ ରହି ପାଠ ପଢ଼ିବ, ଆଉ ଭଲ ପାଠ ପଢ଼ି ଗୋଟେ ମାଷ୍ଟରାଣୀ ହେଇ ବାହାରିବ। ଆରେ, ମାଷ୍ଟରାଣୀ ହେବି? ଏ କଥା ତ ମୋ ବାପା ପ୍ରତିଦିନ ମୋତେ କୁହନ୍ତି ପଢ଼ିଲା ସମୟରେ। ତୁମେ କୋଉଠୁ ଜାଣିଲ ମୁଁ ମାଷ୍ଟରାଣୀ ହେବି ବୋଲି? ଦିନେ ସ୍ୱପ୍ନରେ ତୁମ ବାପା ବୋଉ ମୋ ପାଖକୁ ଆସିଥିଲେ। ତୁମ ବିଷୟରେ ସେ କିଛି କହିଲେ, ହେଲେ ତାଙ୍କ ସ୍ୱପ୍ନ ଅଧାରେ ରହିଯାଇଛି। ତୁମେ ମୋ ସାଥିରେ ଯିବାକୁ ପଡ଼ିବ। ତୁମେ ମାଷ୍ଟରାଣୀ ହେବାକୁ ପଡ଼ିବ। ତାହେଲେ ଯାଇ ତୁମ ବାପାଙ୍କ ସ୍ୱପ୍ନ ପୂରଣ ହେବ, ଆଉ ତାଙ୍କ ଆତ୍ମାକୁ ଶାନ୍ତି ମିଳିବ। ଗୋପାଳିଆ ତିତିଲିକୁ ନେଇ ଆସିଲା ତା ଘରକୁ। ଆଉ ତିତିଲି ପାଠ ପଢ଼ି ଗୋଟେ ମାଷ୍ଟରାଣୀ ହେଇଗଲା, ଆଉ ଭୂତଟିର ସ୍ୱପ୍ନ ପୂରଣ କରିଦେଲା। ଶେଷରେ ହାଡ଼ କଙ୍କାଳର ଆତ୍ମା ସ୍ୱର୍ଗପୁରକୁ ନିଜେ ନିଜେ ଚାଲିଯାଏ। ସବୁ ମଣିଷର ଗୋଟେ ଗୋଟେ ସ୍ୱପ୍ନ ଥାଏ। ସେ ସ୍ୱପ୍ନ ଯେବେ ପୂରଣ ହୋଇନଥାଏ, ଏଇଭଳି ଭୂତ ଭଳିଆ ମର୍ତ୍ତ୍ୟମଣ୍ଡଳରେ ଘୁରି ବୁଲନ୍ତି।